ନୂଆ ଅଧିନାୟକ ମିଳିଲା ଆରସିବି ଦଳକୁ। ଟାଟା ଆଇପିଏଲ୍ 2025ରେ ନୂଆ ଅଧିନାୟକ ମିଳିଲା ଆରସିବି ଦଳକୁ। ଏହି ଖେଳାଳି ଜଣକ ଟାଟା ଆଇପିଏଲ୍ 2025ରେ ଲିଡ୍ କରିବେ ଆରସିବି ଦଳ ପକ୍ଷରୁ। ତାଙ୍କ ନେତୃତ୍ୱରେ ବିରାଟ କୋହଲି ଖେଳିବେ। ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସିବ, ସେହି ଖେଳାଳି କିଏ? ସେ ହେଉଛନ୍ତି ମହାରାଷ୍ଟ୍ରର ଡାହାଣ ହାତୀ ବ୍ୟାଟର ତଥା ରଜତ ପାଟିଦାର। ରଜତ ପାଟିଦାର ବିଗତ 2021 ମସିହାରୁ ଆରସିବି ଦଳରୁ ଖେଳି ଆସୁଛନ୍ତି ଏବଂ ବିରାଟ କୋହଲି ଅଧିନାୟକ ଦାୟିତ୍ୱରୁ ବାଦ ପଡ଼ିଥିବା ବେଳେ ଗତ ବର୍ଷ ଫାଫ୍ ଡୁ ପ୍ଲେସିସ୍ ଅଧିନାୟକ କରିଥିଲେ। ଚଳିତ ବର୍ଷ ଫାଫ୍ ଡୁ ପ୍ଲେସିସ୍ ଆରସିବି ଦଳରେ ନାହାନ୍ତି ଏବଂ ସିନିୟର ଖେଳାଳି ଭାବେ ଦେଖିବାକୁ ଗଲେ ରଜତ ପାଟିଦାରକୁ ଆରସିବି ଦଳର ମ୍ୟାନେଜମେଣ୍ଟ ତାଙ୍କୁ ଅଧିନାୟକ ଭାବେ ଦେଖିବାକୁ ଚାହୁଁଛନ୍ତି ଏବଂ ତାଙ୍କରି ଅଧୀନରେ ଏବଂ ତାଙ୍କରି ନେତୃତ୍ୱରେ ଚଳିତ ବର୍ଷ ଟାଟା ଆଇପିଏଲ୍ 2025ର ସମସ୍ତ ମୁକାବିଲା ସେ ହିଁ ନିଜେ ଅଧିନାୟକ ଦାୟିତ୍ୱ ତୁଲାଇବେ। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଚଳିତ ବର୍ଷ ଟାଟା ଆଇପିଏଲ୍ 2025 ଭାରତରେ ଆୟୋଜିତ ହେଉଥିବା ବେଳେ ଆସନ୍ତା ମାର୍ଚ୍ଚ 22 ତାରିଖରୁ 18ତମ ସିଜିନ୍ ଆରମ୍ଭ ହେବ। ଏହି ଟାଟା ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସମସ୍ତ 10ଟି ଦଳ ଯାକ ଅଧିନାୟକ ଦାୟିତ୍ୱ ବଛା ଯାଇଥିବା ବେଳେ ଆରସିବି ଦଳର ଅନ୍ୟତମ ଆଉ ଗୋଟିଏ ନୂଆ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ସେ ହେଉଛନ୍ତି ଡାହାଣ ହାତୀ ହାର୍ଡ଼ ହିଟର ତଥା ରଜତ ପାଟିଦାରକୁ ଆରସିବି ଦଳର ମ୍ୟାନେଜମେଣ୍ଟ ଚୟନ କରିଛନ୍ତି ଯେ ଚଳିତ ବର୍ଷ ଟାଟା ଆଇପିଏଲ୍ରେ ସେ ଅଧିନାୟକ ଦାୟିତ୍ୱ ତୁଲାଇବେ ଏବଂ ଆରସିବି ଦଳ ଦେଖିବାକୁ ଗଲେ ବହୁତ ଶକ୍ତିଶାଳୀ ଖେଳାଳି ଅଛନ୍ତି। ବିରାଟ କୋହଲି, ଫିଲ୍ ସଲ୍ଟ, ରଜତ ପାଟିଦାର, ଲିଆମ ଲିଭିଙ୍ଗଷ୍ଟନ୍, କୁନାଲ ପାଣ୍ଡିଆ, ଜସ୍ ହେଜେଲଉଡ୍ ଏବଂ ଭୁବନେଶ୍ୱର କୁମାର। ଦେଖିବାକୁ ବାକି ରହିଲା ଚଳିତ ବର୍ଷ ଆରସିବି ଦଳ କେମିତି ପ୍ରଦର୍ଶନ କରୁଛନ୍ତି ତାହା ସମୟ କହିବ। ତ ଫ୍ରେଣ୍ଡ, ଯଦି ଆମର ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ